ଆଜି ଏମିତି କ'ଣ ହେଲା ଯେ ଆଜି ମୋତେ ସକାଳୁ ବଲଣ୍ଡା ଯିବାକୁ ପଡ଼ିଲା। ଜୟ ଜଗନ୍ନାଥ, ମୁଁ ରାକେଶ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ମୋର ଆଉ ଗୋଟେ ବ୍ଲଗ୍କୁ। ଆଜି ମୁଁ ମା ଦୁର୍ଗାଙ୍କ ମନ୍ଦିରକୁ ଯାଉଛି, ଯେଉଁଟାକି ବଲଣ୍ଡାରେ ଅଛି। ଏବେ ମୁଁ ଘରୁ ମା ଦୁର୍ଗାଙ୍କ ମନ୍ଦିରକୁ ବାହାରିକି ଯାଉଛି। ପ୍ରଥମେ ମୁଁ ଗଲି ଭୋଗ ଦୋକାନକୁ ଭୋଗ କିଣି ମା'ଙ୍କ ଲାଗି। ଏଇ ଦେଖନ୍ତୁ ମୋର ଭୋଗ କିଣା ସରିଲା। ମୁଁ ଏବେ ମା'ଙ୍କ ମନ୍ଦିରକୁ ଯାଉଛି। ମା'ଙ୍କ ମନ୍ଦିରରେ ମୁଁ ଏବେ ପହଞ୍ଚି ଯାଇଛି। ଏଇ ଦେଖନ୍ତୁ ଏଇଟା ହେଉଛି ମା'ଙ୍କ ମନ୍ଦିରର ଗେଟ୍ର ଏଣ୍ଟ୍ରି ପଏଣ୍ଟ। ଏ ମନ୍ଦିରଟା ବହୁତ ସୁନ୍ଦର ହେଇଛି। ମୁଁ ଏବେ ମନ୍ଦିର ଭିତରକୁ ଯାଉଛି ମା'ଙ୍କୁ ଦର୍ଶନ କରିବା ପାଇଁ। ଆପଣ ସମସ୍ତେ ବି ମା'ଙ୍କୁ ଦର୍ଶନ କରନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ବି ମା'ଙ୍କର ଦର୍ଶନ କରନ୍ତୁ, ଆଶୀର୍ବାଦ ନିଅନ୍ତୁ। ଆଜି ମା'ଙ୍କୁ ମନ୍ଦିରରେ ବହୁତ ସୁନ୍ଦର ସଜେଇଥିଲେ। ଦର୍ଶନ ସାରିଲା ପରେ ମୋତେ ଭୋକ ଲାଗିଲା, ସେଥିପାଇଁ ମୁଁ ଗୋଟେ ଜଳଖିଆ ଦୋକାନକୁ ଗଲି ଆମ ବଲଣ୍ଡାର। ମୁଁ ସେଠି ଯାଇକି ଦୋସା ଅର୍ଡ଼ର ଦେଲି। ଦୋସା ଆସିଗଲା। ମୁଁ ଏବେ ଦୋସା ଖାଇଲି, ବହୁତ ଟେଷ୍ଟି ଥିଲା ଦୋସାଟା। ଆଜିର ଭିଡ଼ିଓଟା ମୁଁ ଏଇଠି ଶେଷ କରୁଛି। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଫଲୋ କରନ୍ତୁ।